नमस्कार दर्शक बंधु शुभ संध्या आमे नहीं आसु देश विदेश राज्यर 20टी गुरुत्वपूर्ण खबर जहां आपण माने किछि समय दे देखि परिबे शुभरत्ना राशन कार्ड भत्ता टंका एमिति अनेक गुरुत्वपूर्ण खबर अछि जहां नुआ वर्ष रो सब किछि मजे बदल जिवो। प्रथम खबर जनवरी पहिल रो बदलिबो अनेक नियम साधारण जनता को पॉकेट ऊपर सीधा प्रभाव पड़िबो। विशेष कर जनवरी 1 तारिख रो अष्टम वेतन कमिशन एलपीजी सिलेंडर पैन कार्ड राशन कार्ड संबंधी नियम लागू हेबो। ଏହି ସମସ୍ତ ପରିବର୍ତ୍ତନ ସାଧାରଣ ଖାଉଟିଙ୍କ ଆର୍ଥିକ ସ୍ଥିତି ଉପରେ ଗଭୀର ପ୍ରଭାବ ପକାଇବ। ବିଶେଷ କରି କୁହାଯାଉଛି ଯେ ଏଥର କିଛି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଯିବ। ଆଉ ପ୍ୟାନ କାର୍ଡ ସହିତ ଯଦି ଆପଣ ଯଦି ଆଧାର କାର୍ଡ ସହିତ ପ୍ୟାନ କାର୍ଡ ଲିଙ୍କ କରିନଥିବେ ତୁରନ୍ତ ଆପଣଙ୍କ ଆକାଉଣ୍ଟ ଫ୍ରିଜ୍ ହବ। ତୁରନ୍ତ ଆପଣମାନେ ଲିଙ୍କ କରିଦିଅନ୍ତୁ ନହେଲେ 1000 ଟଙ୍କା ମଧ୍ୟ ଜୋରିମାନା ଦେବା ପାଇଁ ପଡିବ। ତା ସହିତ ଆପଣ ପ୍ୟାନ କାର୍ଡ ମଧ୍ୟ ରଦ୍ଦ ହୋଇପାରେ ସରକାରୀ କ୍ଷେତ୍ର ଓ ବେସରକାରୀ କ୍ଷେତ୍ରରେ ୟୁଜ୍ କରିପାରିବେ ନାହିଁ। କେନ୍ଦ୍ର ସରକାର ଅଷ୍ଟମ ବେତନ କମିଶନ ସୁପାରିଶ ଆଧାରରେ କିଛି କର୍ମଚାରୀଙ୍କ ଦରମା ବୃଦ୍ଧି ପାଇଁ ପଦକ୍ଷେପ ମଧ୍ୟ ନେବେ। ଏଲପିଜି ସିଲିଣ୍ଡର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ। ରାସନ କାର୍ଡ ଇ କେୱାଇସି ମଧ୍ୟ ଶେଷ ତାରିଖରେ ରହୁଛି ଡିସେମ୍ବର 31 ତାରିଖ। ଜାନୁଆରୀ 1 ତାରିଖରୁ ନିୟମ ମଧ୍ୟ କିଛି ପରିବର୍ତ୍ତନ ହେବ। ତେବେ ସରକାରୀକୁ ଆର୍ଥିକ କାରବାରକୁ ନେଇକି ଏଥର କୁହାଯାଉଛି ଯେ କିଛି ନୂତନ ନିୟମ ଲାଗୁ ହେବ ଯେମିତିକି ଭତ୍ତା ଟଙ୍କାକୁ ନେଇ ବଡ ଅପଡେଟ୍ ମଧ୍ୟ ଆସିପାରେ। ପରବର୍ତ୍ତୀ ଖବର ହଉଛି କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କର ବଡ ଉପହାର ବୃଦ୍ଧି ପାଇଲା ମାସିକ ସହାୟତା ଭତ୍ତା। ରାଜ୍ୟରେ କଳା ସଂସ୍କୃତିକୁ ବଞ୍ଚାଇ ରଖିଥିବା କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି। କଳାକାର ସହାୟତା ଯୋଜନାରେ ମିଳୁଥିବା ମାସିକ ଭତ୍ତା ପରିଣାମକୁ ମଧ୍ୟ ଏବେ ସରକାର ବଢାଇଛନ୍ତି। ବିଶେଷ କରି ଏହା ଦ୍ୱାରା ମଧ୍ୟ 47,000ରୁ ଅଧିକ ଉର୍ଦ୍ଧ୍ୱ କଳାକାର ପ୍ରତ୍ୟେକ ଭାବରେ ଉପକୃତ ହେବେ। ଦୀର୍ଘ ଦିନରୁ କଳାକାରମାନେ ସେମାନଙ୍କର ଭତ୍ତା ବୃଦ୍ଧି ପାଇଁ ଦାବି କରି ଆସୁଥିଲେ। ସେମାନଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ସେମାନଙ୍କୁ ସମ୍ମାନଜନକ ଜୀବନ ଜୀଇବାର ସୁଯୋଗ ଦେବା ପାଇଁ ସମସ୍ତ ସରକାର ମଧ୍ୟ ଏଥର କଳାକାରଙ୍କ ପାଇଁ ବୃଦ୍ଧି କରିଛନ୍ତି ଭତ୍ତା। ମୁଖ୍ୟମନ୍ତ୍ରୀ ଏହି ଉପହାରକୁ କଳାକାର ମହଲରେ ମଧ୍ୟ ଖୁସିର ଲହରୀ ଖେଳିଯାଇଛି। ପରବର୍ତ୍ତୀ ଖବର ହଉଛି ଆସନ୍ତା ଶିକ୍ଷା ବର୍ଷରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ପୁସ୍ତକ ମିଳିବ। ଶିଶୁ ମନ୍ଦିର ଉତ୍ସବରେ ମଧ୍ୟ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ଏକ ନୂତନ ପରିବର୍ତ୍ତନ ହେବା ପାଇଁ ଯାଉଛି। ଆସନ୍ତା ଶିକ୍ଷା ବର୍ଷଠାରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ଯୋଗାଇ ଦେବେ ସରକାର। ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଏକ ବାର୍ଷିକ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ପରବର୍ତ୍ତୀ ଖବର ହଉଛି ଶ୍ରୀମନ୍ଦିର ରତ୍ନ ଭଣ୍ଡାରକୁ ନେଇକି ଅଳଙ୍କାର ଗଣତି ମଣତି କେବେ ହେବ ସେ ନେଇକି ପ୍ରଶ୍ନ ମଧ୍ୟ ସାଧାରଣ ମହଲରେ ଉଠୁଛି। ରତ୍ନ ଭଣ୍ଡାର କେବେ ଗଣତି ମଣତି ହେବ ସରକାର ଗୋଟିଏ ପରେ ଗୋଟିଏ ଡେଟ୍ ଘୁଞ୍ଚାଉଛନ୍ତି କିନ୍ତୁ ରଥଯାତ୍ରା ପୂର୍ବରୁ ଏଥର 3ଟି ପର୍ଯ୍ୟାୟରେ ହେବ ଏହି କାର୍ଯ୍ୟ। ପୁରୀ ଜଗନ୍ନାଥ ଶ୍ରୀମନ୍ଦିରରେ ରତ୍ନ ଭଣ୍ଡାର ବେଳେ ଅଳଙ୍କାର ଗଣତି ମଣତି ପ୍ରକ୍ରିୟା ଖୁବ୍ ଶୀଘ୍ର ସରିବ। ଆସନ୍ତା ବର୍ଷ ବା ରଥଯାତ୍ରା ପୂର୍ବରୁ ସମସ୍ତ କାର୍ଯ୍ୟ ଲକ୍ଷ୍ୟ ରଖିଛନ୍ତି ସରକାର। ବିଶେଷ କରି ରଥଯାତ୍ରାରେ ଏଥର ଅଳଙ୍କାର ଗୁଡିକ ବାହାରି କରି ସେଗୁଡିକ ଶ୍ରେଣୀରେ ବିଭାଗ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ବିଶେଷଜ୍ଞ ସ୍ୱର୍ଣ୍ଣ ଅଳଙ୍କାରକୁ ନେଇକି ଏହାର ଓଜନ ଗୁଣବତ୍ତା ଯାଞ୍ଚ କରିବେ। ଶେଷ ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ତାଲିକା ପ୍ରସ୍ତୁତ କରାଯାଇ ରେକର୍ଡ କରାଯିବ। ଏହି ସମୟରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡାକଡି ଭାବେ କରାଯିବ। ପରବର୍ତ୍ତୀ ଖବର ହଉଛି ମାର୍ଚ୍ଚ 8 ତାରିଖରେ ସୁଭଦ୍ରାର ନୂଆ କିସ୍ତି ମହିଳାମାନଙ୍କ ପାଇଁ ଖୁସି ଖବର। ବିଶେଷ କରି କୁହାଯାଉଛି ଏଥର 2ଟି କିସ୍ତି ମଧ୍ୟ ମିଳିପାରେ। ଯେଉଁମାନେ ପ୍ରଥମ ଦ୍ୱିତୀୟ କିସ୍ତି ପାଇଛନ୍ତି ସେମାନେ ତୃତୀୟ ଚତୁର୍ଥ କିସ୍ତି ମଧ୍ୟ ପାଇବେ। କିଛି ଲୋକ ତ ଏପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା ପାଇନାହାନ୍ତି ଆଉ କିଛି ଲୋକ ହାତେଇଛନ୍ତି ଯେଉଁମାନେ ଅଯୋଗ୍ୟ ହେଇଛନ୍ତି ତାଙ୍କୁ ବାଦ ଦିଆଯାଇଛି। ଆଉ କିଛି ଲୋକ ଯେଉଁମାନେ 60 ବର୍ଷ ହେଇଛି ତାଙ୍କୁ ସୁଭଦ୍ରା ଟଙ୍କା ମିଳିବ ନାହିଁ ସେମାନେ ଭତ୍ତାରେ ସାମିଲ ହେବେ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେଉଁମାନେ ଭତ୍ତାରେ ସାମିଲ ହେବେ ସେମାନେ ଭତ୍ତା ଟଙ୍କା ଆବେଦନ ପାଇଁ କରିବା ଦରକାର ନହେଲେ ଭତ୍ତା ଟୋଟାଲ ସାମିଲ ହେଇପାରିବେ ନାହିଁ। ପ୍ରଥମତଃ ଗୋଟିଏ କଥା ହେଲା ଭତ୍ତା ଟଙ୍କା ଏବେ 1225 ମିଳୁଛି ତା ସହିତ 3500 ମିଳୁଛି 80 ବର୍ଷ ଉର୍ଦ୍ଧ୍ୱ ଆଗକୁ ମଧ୍ୟ ଭତ୍ତା ବଢିବ ବୋଲି ସରକାର ସୂଚନା ଦେଇଛନ୍ତି ଆଉ ଏବେ ବି ପୋର୍ଟାଲ ଖୋଲାଯାଇଛି ଯେଉଁମାନଙ୍କୁ 21 ବର୍ଷ ହେଇଛି ସେମାନେ ମଧ୍ୟ ଆବେଦନ କରିପାରିବେ। ପରବର୍ତ୍ତୀ ଖବର ଶ୍ରୀମନ୍ଦିରରେ ନୂଆ ବର୍ଷ ପାଇଁ ପ୍ରସ୍ତୁତି ଅପରାହ୍ନ 3ଟାରେ ଆରମ୍ଭ ହେବ ସ୍ୱତନ୍ତ୍ର ଧ୍ୱଜା ବନ୍ଧା ନୀତି। 2026 ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଆଶଙ୍କା ରହିବ। ପାଖାପାଖି 5ରୁ 10 ଲକ୍ଷ ଲୋକେ ଆସିବେ। ନୂଆ ବର୍ଷ ଦିନ ପ୍ରତ୍ୟୁଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ଆଗମନ ହେବ। ଏହାକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ କିଭଳି କରିବେ ନୀତିକାନ୍ତି ପରିଚାଳନା ପାଇଁ ପୋଲିସ ମନ୍ଦିର ପ୍ରଶାସନ ପ୍ରସ୍ତୁତି ଚଳାଇଛନ୍ତି। ଧ୍ୱଜା ବନ୍ଧା ନୀତି ମଧ୍ୟ ଶ୍ରୀମନ୍ଦିର ଏକ ଗୁରୁତ୍ୱପୂର୍ଣ୍ଣ ପରମ୍ପରା ଯାହାକୁ ଦେଖିବା ପାଇଁ ବହୁ ଲୋକ ଅପେକ୍ଷା କରିଥାନ୍ତି। ଭକ୍ତଙ୍କ ସୁବିଧା ପାଇଁ ବ୍ୟାରିକେଡ ବ୍ୟବସ୍ଥା ପାନୀୟ ଜଳ ସ୍ୱାସ୍ଥ୍ୟ ସେବାକୁ ସୁନିଶ୍ଚିତ କରାଯାଇଛି। ନୂଆ ବର୍ଷରେ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ନେବା ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଜିଲ୍ଲା ପ୍ରଶାସନ ସଜାଗ ମଧ୍ୟ ରହିଛି। ପରବର୍ତ୍ତୀ ଖବର ରହୁଛି ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ। ଅନୁଗୁଳରେ କାୟକଳ୍ପ ପାଇଁ କି 150 କୋଟିର ଯୋଜନା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଜିଲ୍ଲାର କିଶୋର ନଗର ଠାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଶିଳାନ୍ୟାସ କରିଛନ୍ତି।
ଏହି ଅବସ୍ଥାରେ 150 କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ଲୋକଙ୍କ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଆଣିବ ବୋଲି ଆଶା ପ୍ରକାଶ ମଧ୍ୟ କରାଯାଉଛି। କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ ଭିତ୍ତିର ବିକାଶ ହେଉଛି ସରକାରଙ୍କ ପ୍ରାଥମିକତା। ଏହି ଅଞ୍ଚଳରେ ଆର୍ଥିକ ସାମାଜିକ ବିକାଶ ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କୁହାଯାଉଛି। ବିଭିନ୍ନ ରାସ୍ତା ନିର୍ମାଣ, ପାନୀୟ ଜଳ ପ୍ରକଳ୍ପରେ ଏଥିରେ ମଧ୍ୟ ସାମିଲ ରହିବ। ପରବର୍ତ୍ତୀ ଖବର, ଇ ଶ୍ରମ କାର୍ଡର ବିବିଧ ସୁବିଧା, ଅଣସଂଗଠିତ ଶ୍ରମିକଙ୍କ ପାଇଁ ସୁରକ୍ଷା କବଚ। ଦେଶର ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏ ଶ୍ରମିକଙ୍କ ପାଇଁ ଇ ଶ୍ରମ କାର୍ଡ ଏକ ବରଦାନ ସଦୃଶ। ଏହି କାର୍ଡ ମାଧ୍ୟମରେ ଶ୍ରମିକମାନେ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ସିଧାସଳଖ ଲାଭ ପାଇପାରୁଛନ୍ତି। ଦୁର୍ଘଟଣା ବୀମାଠୁ ଆରମ୍ଭ କରି ପେନସନ ପର୍ଯ୍ୟନ୍ତ ଅନେକ ସୁବିଧା କାର୍ଡଧାରୀମାନେ ପାଇବେ। ଯେଉଁମାନେ ଏପର୍ଯ୍ୟନ୍ତ ଆବେଦନ କରିନାହାନ୍ତି ସେମାନେ ନିକଟସ୍ଥ ଜନସେବା କେନ୍ଦ୍ରରେ ମଧ୍ୟ ଆବେଦନ କରିପାରିବେ। ତେବେ କୁହାଯାଉଛି ଇ ଶ୍ରମ କାର୍ଡରେ ମଧ୍ୟ କିଛି ଲୋକଙ୍କୁ ଟଙ୍କା ମଧ୍ୟ ମିଳୁଛି। ଯୋଉମାନେ ଆର୍ଥିକ ସହାୟତା ପାଉଛନ୍ତି ସେମାନଙ୍କ ପାଇଁ ଏଥର ଇ କେୱାଇସି କରିବା ବାଧ୍ୟତାମୂଳକ ହୋଇଛି। ତେବେ ଇ କେୱାଇସି ଦ୍ୱାରା ଜଣାପଡ଼ିବ ଯେ ପ୍ରକୃତରେ ଇ ଶ୍ରମ କାର୍ଡରେ ମାନେ କୌଣସି ଅଯୋଗ୍ୟ ହିତାଧିକାରୀ ଅଛନ୍ତି କି ନାହିଁ। ତେବେ କୁହାଯାଉଛି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ମୃତ୍ୟୁ ସହାୟତା ମିଳିଥାଏ। ଏହା ବ୍ୟତୀତ ବିଭିନ୍ନ ବିପତ୍ତି ସମୟରେ ସରକାର ସହାୟତା ସିଧା ଆକାଉଣ୍ଟକୁ ମଧ୍ୟ ପଠାଇଥାଏ। ଦେଶର କୋଟି କୋଟି ଶ୍ରମିକ ଏହି ଯୋଜନାର ଲାଭ ମଧ୍ୟ ପାଉଛନ୍ତି। ପରବର୍ତ୍ତୀ ଖବର ହଉଛି ହୋମଗାର୍ଡ ନିଯୁକ୍ତି ପାଇଁ ବଡ ପ୍ରତିଯୋଗିତା। 102 ପଦବୀ ପାଇଁ 4040 ଜଣ ଆବେଦନକାରୀ। ରାଜ୍ୟରେ ବେକାରୀ ସମସ୍ୟା, ସରକାରୀ ଚାକିରି ପାଇଁ ଆଗ୍ରହ ପୁଣି ଥରେ ସାମ୍ନାକୁ ଆସିଛି। ମାତ୍ର 102 ପଦବୀ ପାଇଁ ହୋମଗାର୍ଡ ପଦବୀ ପାଇଁ 4040 ଜଣ ପରୀକ୍ଷା ପ୍ରାର୍ଥୀମାନେ ଆବେଦନ କରିଥିବା ଜଣାପଡିଛି। ପଦବୀ ଗୁଡିକ ଏତେ ଶାରୀରିକ ଦକ୍ଷତା ପରୀକ୍ଷା, ଅନ୍ୟାନ୍ୟ ଚୟନ ପ୍ରକ୍ରିୟା ରହିଛି। ବିଶେଷ କରି ଯୁବପିଢି ମାନେ ପୋଲିସ ସୁରକ୍ଷା ବାହିନୀରେ ଯୋଗ ଦେବେ। ତେବେ ବିଶେଷ କରି କୁହାଯାଉଛି ପ୍ରତି ପଦବୀ ପାଇଁ 40 ଜଣ ଆବେଦନକାରୀ ପ୍ରତିଯୋଗିତା କରୁଛନ୍ତି। ସ୍ୱଚ୍ଛତା, ନିରପେକ୍ଷତା ସହିତ ନିଯୁକ୍ତି ପ୍ରକ୍ରିୟା ଶେଷ କରିବା ପାଇଁ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଚୟନ ହେବାରୁ ପ୍ରାର୍ଥୀମାନେ ତାଲିମ ପ୍ରଦାନ କରାଯାଇଥିବା ବିଭିନ୍ନ ଥାନା ଏବଂ ସରକାରୀ ପ୍ରତିଷ୍ଠାନରେ ମୁତୟନ କରାଯିବ। ହୋମଗାର୍ଡ ମାନେ ଆଇନ ଶୃଙ୍ଖଳା ରକ୍ଷା କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ପରବର୍ତ୍ତୀ ଖବର, ଏଣିକି ଅଫଲାଇନରେ ଦେଇ ହବ ଇ ଚାଲାଣ। ଗାଡି ଚାଳକଙ୍କ ପାଇଁ ବଡ ଆଶ୍ୱସ୍ତି। ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଗାଡି ଚାଳକ ପାଇଁ ପରିବହନ ବିଭାଗ ପକ୍ଷରୁ ଏକ ନୂଆ ସୁବିଧା ଆରମ୍ଭ କରାଯାଇଛି। ପୂର୍ବରୁ ଇ ଚାଲାଣ କେବଳ ଅନଲାଇନ ମାଧ୍ୟମରେ ପଇଠ ହେଉଥିବା ବେଳେ ଏହାକୁ ଅଫଲାଇନ ମାଧ୍ୟମରେ ମଧ୍ୟ ପଇଠ କରିହେବ। ଏହାଦ୍ୱାରା ଯେଉଁମାନଙ୍କ ପାଖରେ ଇଣ୍ଟରନେଟ ସ୍ମାର୍ଟଫୋନ ସୁବିଧା ନାହିଁ ସେମାନେ ଉପକୃତ ହେବେ। ନିର୍ଦ୍ଧାରିତ ବ୍ୟାଙ୍କ ଆକାଉଣ୍ଟରେ ମଧ୍ୟ କାଉଣ୍ଟରରେ ଯାଇ ଆରଟିଓ କାର୍ଯ୍ୟାଳୟରେ ଲୋକେ ନିଜର ଚାଲାଣ ଜମା କରିପାରିବେ। ଅନେକ ସମୟରେ ଅନଲାଇନ ପେମେଣ୍ଟ କରିଥିବାରୁ ବୈଷୟିକ ସମସ୍ୟା ଦେଖାଉଥିଲେ ମଧ୍ୟ ଯାହାଫଳରେ ଲୋକେ ଜରିମାନା ଭରିବାରେ ଅସୁବିଧା ଭୋଗୁଥିଲେ। ଏହି ନୂତନ ବ୍ୟବସ୍ଥା ଦ୍ୱାରା ସେମାନେ ସମସ୍ୟାର ସମାଧାନ ମଧ୍ୟ ହୋଇପାରିବ ବୋଲି ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ଖବର ହଉଛି ଓଡିଶାରେ ପୁଣି ବଢିବ ଶୀତ। 3 ତାରିଖ ଯାଏଁ ପ୍ରବଳ ଶୀତ ହେବ ବୋଲି କୁହାଯାଉଛି। ଶୀତର ପ୍ରଭାବ ଧୀରେ ଧୀରେ ଆଗକୁ 3 ତାରିଖ ପରେ କମିବ। କିନ୍ତୁ ଲଗାତାର ଏବେଠୁ 3 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ପରିମାଣ ଆହୁରି ବଢିବ। ବିଶେଷ କରି ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲା ଗୁଡିକରେ ଗରମର ଅନୁଭୂତି ହେବ ବୋଲି ଏବେ କୁହାଯାଉ ନାହିଁ। 3 ତାରିଖ ପରେ ହେବ। ବିଶେଷ କରି କୁହାଯାଉଛି 4 ଡିଗ୍ରୀ ତଳେ ଏବେ ଅଛି ମୟୂରଭଞ୍ଜ, ତାପରେ ସହିତ ମଧ୍ୟ ଏପଟେ ଗଞ୍ଜାମ, ଏପଟେ ଦାରିଙ୍ଗବାଡି ସବୁଆଡେ ମଧ୍ୟ 3 ଡିଗ୍ରୀ ତଳକୁ ଅଛି। ତ ବିଶେଷ କରି କୁହାଯାଉଛି ଯେ ଏଥର ଘନ କୁହୁଡି ଦେଖିବାକୁ ମିଳୁଛି। ଗାଡି ଗୁଡିକ ସତର୍କତା ସହିତ ଅବଲମ୍ବନ କରନ୍ତୁ ଏବଂ ତା ସହିତ ମ୍ୟୁଜିକ ସିଷ୍ଟମ ବନ୍ଦ କରନ୍ତୁ, ଗାଡିର ଫଗ ଲାଇଟ ଲଗାନ୍ତୁ, ଯାହା ଫଳରେ ଯାତାୟାତ ସୁବିଧା ହେବ। ବିଭିନ୍ନ ପ୍ରକାର ଏବେ ମଧ୍ୟ ଆକ୍ସିଡେଣ୍ଟ ଘଟୁଛି, ସେ ନେଇକି ସରକାର ମଧ୍ୟ ବ୍ୟାପକ ବ୍ୟବସ୍ଥା କରୁଛନ୍ତି। ତା ସହିତ ସତର୍କତା ଅବଲମ୍ବନ କରିବା ପାଇଁ ପଡିବ, ପରାମର୍ଶ ମଧ୍ୟ ଦିଆଯାଉଛି। ପରବର୍ତ୍ତୀ ଖବର ହଉଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂତନ ତାରିଫ ନୀତି ବିଶ୍ୱ ଅର୍ଥନୀତିରେ ହଲଚଲ ସୃଷ୍ଟି କରିଛି। ଏହି କଠୋର ଆମଦାନୀ ଶୁଳ୍କ ନୀତି ଯୋଗୁଁ ଆମେରିକାର ଅନେକ ପ୍ରତିଷ୍ଠିତ କମ୍ପାନୀ ଦେବାଳିଆ ହେବା ସ୍ଥିତିକୁ ଚାଲି ଆସିଛନ୍ତି। ତେବେ କୁହାଯାଉଛି ଗତ 15 ବର୍ଷ ଭିତରେ ରେକର୍ଡ ଭାଙ୍ଗିଛି ଏକ ରିପୋର୍ଟରୁ ମଧ୍ୟ ଜଣାପଡିଛି। ଅତ୍ୟଧିକ ଶୁଳ୍କ ଯୋଗୁଁ କଞ୍ଚାମାଲ ଦର ବୃଦ୍ଧି ପାଉଛି, ଯାହା ଏବେ ଶିଳ୍ପ ସଂସ୍ଥା ଗୁଡିକ ପରିଚାଳନା ଖର୍ଚ୍ଚକୁ ବଢାଇ ଦେଇଛି। ଏହାର ସିଧାସଳଖ ପ୍ରଭାବ ବଜାର ଦର, କର୍ମ ନିଯୁକ୍ତି ଉପରେ ପ୍ରଭାବ ପଡିଲାଣି। ବିଶେଷଜ୍ଞଙ୍କ ଅନୁସାରେ ନୀତି ଆମେରିକାର ହିତାଧିକାରୀ ପରିବର୍ତ୍ତେ ଓଲଟା ପ୍ରଭାବ ପକାଉଛି। ଅନ୍ତର୍ଜାତୀୟ ବଜାରରେ ଏହି ପରିସ୍ଥିତିକୁ ନେଇ ଚିନ୍ତା ପ୍ରକାଶ କରାଯାଇଛି। ଭାରତ ଭଳି ଦେଶଗୁଡ଼ିକରେ ନିଜର ରପ୍ତାନୀ ବାଣିଜ୍ୟକୁ ନେଇ ସତର୍କତା କରାଯାଇଛି। ପରବର୍ତ୍ତୀ ଖବର, ଓଟିଭି କାର୍ଯ୍ୟାଳୟରେ ଘେରାଉ ଧମକ। କିସ୍ ପରିସରରେ 50,000 ଜନଜାତିଙ୍କ ସମାବେଶ। ଭୁବନେଶ୍ୱର ଓଟିଭି କାର୍ଯ୍ୟାଳୟରେ ଘେରାଉ କରିଥିବା 50,000 ଜନଜାତି ଏବେ ଏକତ୍ରିତ ହୋଇଛନ୍ତି। କିସ୍ ପରିସରରେ 50,000ରୁ ଉର୍ଦ୍ଧ୍ୱ ଅଭିଭାବକ ଜନଜାତି ପ୍ରତିନିଧି ପହଞ୍ଚି ଅସନ୍ତୋଷ ପ୍ରକାଶ କରିଛନ୍ତି। ସମ୍ପୃକ୍ତ ଗଣମାଧ୍ୟମ ସଂସ୍ଥାର କିଛି ରିପୋର୍ଟକୁ ନେଇ ବିବାଦ ସୃଷ୍ଟି ହୋଇଛି ଜଣାପଡିଛି। ଆନ୍ଦୋଳନକାରୀ ଅଭିଯୋଗ ଅନୁସାରେ ଜନଜାତି ଅନୁଷ୍ଠାନକୁ ବଦନାମ କରିବା ପାଇଁ ମିଥ୍ୟା ମନଗଢା ଖବର ପ୍ରସାରଣ କରୁଛନ୍ତି।
ଏହାକୁ ବିରୋଧ କରି ସେମାନେ ରାଜ ରାସ୍ତାକୁ ଓହ୍ଲାଇଥିବା ଚେତାବନୀ ମଧ୍ୟ ଦେଇଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସେହି ଅଞ୍ଚଳରେ ବ୍ୟାପକ ପୋଲିସ ମଧ୍ୟ ମୁତୟନ ହୋଇଛନ୍ତି। ଜନଜାତି ନେତାମାନେ କହିଛନ୍ତି ଶିକ୍ଷା ସଂସ୍କୃତି ସହିତ ଜଡ଼ିତ ଉପରେ ଆକ୍ରମଣ ସହ୍ୟ କରାଯିବ ନାହିଁ। ଏହି ପ୍ରସଙ୍ଗ ରାଜନୀତିରେ ରାଜଧାନୀରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଆଗାମୀ କିଛି ଘଣ୍ଟାରେ ଏହାର କି ରୂପ ନେଉଛି ତାହା ଦେଖିବାକୁ ମଧ୍ୟ ବାକି ରହିଛି। ପରବର୍ତ୍ତୀ ଖବର ହଉଛି ମଦ୍ୟପାନ ସାଜିଛି ମୃତ୍ୟୁର କାରଣ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚକିତ କଲା ଭଳି ରିପୋର୍ଟ ଅନୁସାରେ ବିଶ୍ୱରେ ହେଉଥିବା 11 ଜଣଙ୍କ ମୃତ୍ୟୁ ମଧ୍ୟରୁ ଜଣଙ୍କର କାରଣ ହେଉଛି ମଦ୍ୟପାନ। ଏହି ସ୍ୱାସ୍ଥ୍ୟ ବିଶେଷଜ୍ଞ ସରକାରଙ୍କ ନିଶ୍ଚୟ ଚିନ୍ତାର ବିଷୟ ପାଲଟିଛି। ମଦ୍ୟପାନ ଯୋଗୁଁ କେବଳ ଶାରୀରିକ ସମସ୍ୟା ନୁହେଁ ବରଂ ଦୁର୍ଘଟଣା, ମାନସିକ ଅବସାଦ ମଧ୍ୟ ବୃଦ୍ଧି ପାଉଛି। କ୍ୟାନ୍ସର, ଲିଭର ସିରୋସିସ୍, ହୃଦଘାତ ଭଳି ରୋଗର ମଧ୍ୟ ଶିକାର ହେଉଛନ୍ତି। ଏନେଇ WHO ମଧ୍ୟ ବଡ଼ ସୂଚନା ଦେଇଛି। ଯୁବପିଢ଼ିଙ୍କ ମଧ୍ୟରେ ମଦ୍ୟପାନ ପ୍ରବୃତ୍ତି ବଢ଼ିବା ସାମାଜିକ ସ୍ଥିତିକୁ ବିପର୍ଯ୍ୟସ୍ତ କରୁଛି। ଏହି ସମସ୍ୟାର ସମାଧାନ ପାଇଁ ବିଭିନ୍ନ ଦେଶରେ କଠୋର ଆଇନ ପ୍ରଣୟନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉଛି। ସଚେତନତା ଅଭାବରୁ ଅନେକ ଲୋକଙ୍କର ମୃତ୍ୟୁ ମୁଖରେ ପଡୁଛନ୍ତି। ମଦ୍ୟପାନ ବିରୋଧରେ ଏକ ବ୍ୟାପକ ଜନ ଆନ୍ଦୋଳନ ଶିକ୍ଷା ବ୍ୟବସ୍ଥାର ଏହାକୁ ସାମିଲ କରିବା ଜରୁରୀ ବୋଲି ସୂଚନା ମିଳୁଛି। ପରବର୍ତ୍ତୀ ଖବର, ସମୁଦ୍ର ମଧ୍ୟରେ ରାଷ୍ଟ୍ରପତିଙ୍କର ଯାତ୍ରା, ବୁଡ଼ା ଜାହାଜ ଜଳପଥ ପରିଦର୍ଶନ। ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିକଟରେ ଏକ ବଡ଼ ବୁଡ଼ା ଜାହାଜ ମାଧ୍ୟମରେ ସମୁଦ୍ର ଯାତ୍ରା କରିଛନ୍ତି। ଭାରତୀୟ ନୌସେନାର ଶକ୍ତି ପରୀକ୍ଷା ନୌସେନା କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ଏହି ଯାତ୍ରା କରିଥିବା ଜଣାପଡ଼ିଛି। ଏଭଳି ସାହସିକ ଯାତ୍ରା କରିବାରେ ଦେଶର ପ୍ରଥମ ବା କିଛି ଗଣମାନ୍ୟ ବ୍ୟକ୍ତିଙ୍କ ସାମିଲ ହୋଇଛନ୍ତି। ଯାତ୍ରା ସମୟରେ ରାଷ୍ଟ୍ରପତି ବୁଡ଼ା ଜାହାଜର କାର୍ଯ୍ୟଶୈଳୀ, ଜଳପଥର ସୁରକ୍ଷା ବ୍ୟବସ୍ଥା ବିଷୟରେ ଅବଗତ ହୋଇଥିଲେ। ସମୁଦ୍ର ଭିତରେ ନୌସେନାର ସାମର୍ଥ୍ୟ ଦେଖି ବହୁତ ଖୁସି ପ୍ରକାଶ କରିଛନ୍ତି। ଦେଶର ସୀମା ରକ୍ଷା କରୁଥିବା ଯବାନମାନଙ୍କ ତ୍ୟାଗ ନିଷ୍ଠାକୁ ନେଇ ଉଚ୍ଚ ପ୍ରଶଂସା ମଧ୍ୟ କରିଛନ୍ତି। ଏହି ପରିଦର୍ଶନ ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ବିଶ୍ୱ ଦରବାରରେ ଏକ ଶକ୍ତିଶାଳୀ ବାର୍ତ୍ତା ମଧ୍ୟ ଦେଇଛନ୍ତି। ଜଣେ ମହିଳା ରାଷ୍ଟ୍ରପତି ଭାବେ ତାଙ୍କର ସାହସିକତାକୁ ଅନେକ ପ୍ରେରଣା ମଧ୍ୟ ଦେବ। ନୌସେନା ଅଧିକାରୀମାନେ ରାଷ୍ଟ୍ରପତିଙ୍କ ସମସ୍ତ ବୈଷୟିକ ଜ୍ଞାନ କୌଶଳ ବିଷୟରେ ମଧ୍ୟ ବିସ୍ତୃତ ବୁଝାଇଥିଲେ। ପରବର୍ତ୍ତୀ ଖବର ହଉଛି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପିଏମ୍ ଶ୍ରୀ ସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉଦ୍ଘାଟିତ। ଶିକ୍ଷା କ୍ଷେତ୍ରରେ ନୂଆ ଅଧ୍ୟାୟ। 50 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ। ଶିକ୍ଷାନୁଷ୍ଠାନର ଗୌରବମୟ ଇତିହାସକୁ ମନେ ମଧ୍ୟ ପକାଇଥିଲେ। ତେବେ ପିଏମ୍ ଶ୍ରୀ ଯୋଜନାରେ ବିଦ୍ୟାଳୟର ଭିତ୍ତିଭୂମି ବିକାଶ କରାଯାଇଛି। ଛାତ୍ରଛାତ୍ରୀମାନେ ଯେପରି ବିଶ୍ୱସ୍ତରୀୟ ଶିକ୍ଷା ପାଇପାରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା ମଧ୍ୟ ଯୋଗାଇ ଦିଆଯିବ। ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ପୁରାତନ ଛାତ୍ରଛାତ୍ରୀଙ୍କ ସମାଗମ ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀ ବିଦ୍ୟାଳୟ ପରିସରରେ କିଛି ନୂତନ ପ୍ରକଳ୍ପର ଉଦ୍ଘାଟନ ମଧ୍ୟ କରିଥିଲେ। ଶିକ୍ଷାର ବିକାଶ ହିଁ ରାଜ୍ୟର ବିକାଶର ଚାବିକାଠି ବୋଲି ନିଜ ଅଭିଭାଷଣରେ ଗୁରୁତ୍ୱାରୋପ ମଧ୍ୟ କରିଛନ୍ତି। ସେପଟେ ମାଧୁଶ୍ରୀ ଯୋଜନାରେ ସରକାର ମଧ୍ୟ ସ୍କୁଲ ପିଲାଙ୍କୁ 5,000 ଟଙ୍କା ପୂର୍ବରୁ ଦେଇଥିଲେ। ଆଗକୁ ମଧ୍ୟ ସ୍କୁଲ ପିଲାଙ୍କୁ ସାହାଯ୍ୟ ହେବ ବୋଲି କୁହାଯାଉଛି। ପରବର୍ତ୍ତୀ ଖବର ହଉଛି ଏବେ ଆଉ ଗୋଟେ ବଡ ଘୋଷଣା ହେଇଛି, ଏଥର ସ୍କୁଲର ପିଲାମାନେ ପ୍ରାର୍ଥନା ପରେ ଖବରକାଗଜ ପଢିବେ ବୋଲି ବାଧ୍ୟତାମୂଳକ ହୋଇଛି। ଛାତ୍ରଛାତ୍ରୀମାନେ ପ୍ରତିଦିନ ଖବରକାଗଜ ପଢିବା ବାଧ୍ୟତାମୂଳକ ରହିବ। ପିଲାଙ୍କ ମଧ୍ୟରେ ମଧ୍ୟ ସାଧାରଣ ଜ୍ଞାନ ବୃଦ୍ଧି ପାଇବ। ସାମ୍ପ୍ରତିକ ଘଟଣା ବଳି ମଧ୍ୟ ବିଷୟରେ ସଚେତନତା ସୃଷ୍ଟି କରିବ ବୋଲି କୁହାଯାଉଛି। ପରବର୍ତ୍ତୀ ଖବର ହଉଛି ଚାଷୀଙ୍କ ପାଇଁ ବଡ ଖୁସି ଖବର, ପିଏମ କିଷାନ ଟଙ୍କା ଖୁବ୍ ଜଲ୍ଦି ଚାଷୀକୁ 22ତମ କିସ୍ତି ମିଳିବ। କିଛି ଲୋକଙ୍କୁ 21ତମ କିସ୍ତି ମିଳିନି। ଯୋଉମାନଙ୍କୁ 21ତମ କିସ୍ତି ମିଳିନି ସେମାନେ ଇ-କେୱାଇସି କରିଦିଅନ୍ତୁ। ଯାହାଫଳରେ ସେମାନେ ଏକା ସାଙ୍ଗରେ 21, 22 ଦୁଇଟି କିସ୍ତି ପାଇବେ। ଏନେକି ସରକାରଙ୍କ ବଡ ଘୋଷଣା। ତେବେ ଇଏ ଥିଲା ଆଜିର ଦେଶ ବିଦେଶ ରାଜ୍ୟର ଖବର। କିଛି ଖବରଟି ଯଦି ଭଲ ଲାଗିଥାଏ ନିଶ୍ଚୟ ଲାଇକ୍ କରିବେ, ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିଦେବେ। ଜୟ ଜଗନ୍ନାଥ।